ତ ଏ ହେଉଛି ଆମ ହଜମ ପ୍ରକ୍ରିୟାର ଚିତ୍ର। ଶରୀରରେ ଖାଦ୍ୟ କେମିତି ହଜମ ହୁଏ ଆଜି ଆମେ ପଢ଼ିବା। ତ ଇଏ ହେଉଛି ଆମର 1 2 3 4 ଦେଇଛି। ଏଇଟା ହେଉଛି ଗୋଟେ ଭାଗ ହେଉଛି ସ୍ମଲ୍ ଇଣ୍ଟେଷ୍ଟାଇନ୍ ଆଣ୍ଡ ଅନ୍ୟ ଭାଗଟି ହେଉଛି ଲାର୍ଜ ଇଣ୍ଟେଷ୍ଟାଇନ୍। ତ ସ୍ମଲ୍ ଇଣ୍ଟେଷ୍ଟାଇନ୍ରେ ଆମର 3ଟି ଭାଗ ଯାଉଛି। ଗୋଟେ ହେଉଛି ଡୁଓଡେନିୟମ୍, ଆଉ ଗୋଟେ ହେଉଛି ଜେଜୁନମ୍ ଆଣ୍ଡ ଇଲିୟମ୍। ଏ ତିନୋଟି ପାର୍ଟ ଯାଉଛି ଆମର ସ୍ମଲ୍ ଇଣ୍ଟେଷ୍ଟାଇନ୍। ଏକ ହେଉଛି ଡୁଓଡେନିୟମ୍ ଆଣ୍ଡ ସେକେଣ୍ଡ ଦୁଇଟା ହେଉଛି ଜେଜୁନମ୍ ଆଣ୍ଡ ଇଲିୟମ୍। ତ ଏ ତିନୋଟି ଅଂଶ ହେଉଛି ସ୍ମଲ୍ ଇଣ୍ଟେଷ୍ଟାଇନ୍ର ଅଂଶ। ଏ ସ୍ମଲ୍ ଇଣ୍ଟେଷ୍ଟାଇନ୍ରେ ଖାଦ୍ୟ କେମିତି ହଜମ ହେଉଛି ଆଜି ଆମେ ପଢ଼ିବା। ତ ଖାଦ୍ୟ ହଜମ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ କିଏ? ସ୍ମଲ୍ ଇଣ୍ଟେଷ୍ଟାଇନ୍। ଶରୀରରେ ଖାଦ୍ୟ ହଜମ ପ୍ରକ୍ରିୟାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ସ୍ମଲ୍ ଇଣ୍ଟେଷ୍ଟାଇନ୍, ଯେଉଁଟାକି ଆମର ଶ୍ୱେତସାର ଜାତୀୟ ଖାଦ୍ୟ, କାର୍ବୋହାଇଡ୍ରେଟ୍ ଆମେ ଯାହାକୁ କହୁଛେ ତାକୁ ଆମେ ବା ସ୍ମଲ୍ ଇଣ୍ଟେଷ୍ଟାଇନ୍ କ'ଣ କରୁଛି? କାର୍ବୋହାଇଡ୍ରେଟ୍ ଜାତୀୟ ଖାଦ୍ୟ, ଶ୍ୱେତସାର ଜାତୀୟ ଖାଦ୍ୟକୁ ସୁଗରରେ ପରିଣତ କରୁଛି। ହେଲା, ଏ ହେଉଛି କାର୍ବୋହାଇଡ୍ରେଟ୍କୁ ଶ୍ୱେତସାର ଜାତୀୟ ଖାଦ୍ୟ ବା ଶ୍ୱେତସାର ଜାତୀୟ ଖାଦ୍ୟକୁ ସୁଗରରେ ପରିଣତ କରିବାରେ ସ୍ମଲ୍ ଇଣ୍ଟେଷ୍ଟାଇନ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଉ ଗୋଟେ ଆମେ ପଢ଼ିବା, ଗୋଟେ ହେଲା ଶ୍ୱେତସାର ଜାତୀୟ ଖାଦ୍ୟକୁ ସୁଗରରେ ପରିଣତ କରିବା। ଆଉ ଗୋଟେ କ'ଣ ହେଉଛି ନା ସ୍ମଲ୍ ଇଣ୍ଟେଷ୍ଟାଇନ୍ କ'ଣ କରୁଛି? ଏନଜାଇମ୍ ଗ୍ରହଣ କରୁଛି ପାନକ୍ରିଆସରୁ, ପାନକ୍ରିଆଟିକ୍ ଏନଜାଇମ୍ ଗ୍ରହଣ କରୁଛି ଏବଂ ପାନକ୍ରିଆଟିକ୍ ଏନଜାଇମ୍ ସାହାଯ୍ୟରେ ପ୍ରୋଟିନ୍କୁ ଫ୍ୟାଟି ଏସିଡ୍, ପ୍ରୋଟିନ୍କୁ ଏମିନୋ ଏସିଡ୍କୁ ପରିବର୍ତ୍ତନ କରୁଛି, ଯାହାକି ଖାଦ୍ୟ ହଜମ ପ୍ରକ୍ରିୟାରେ ସାହାଯ୍ୟ ହୋଇଥାଏ। ପ୍ରୋଟିନ୍କୁ ଏମିନୋ ଏସିଡ୍ରେ ପରିଣତ କରୁଛି ଏବଂ ଫ୍ୟାଟ୍ସକୁ ଫ୍ୟାଟି ଏସିଡ୍ରେ ପରିଣତ କରୁଛି। ଏ ପ୍ରକ୍ରିୟାରେ ଖାଦ୍ୟ ହଜମ ପ୍ରକ୍ରିୟାରେ ସାହାଯ୍ୟ ହୋଇଥାଏ ଏ ଏସିଡ୍ ଦୁଇଟି। ହେଉଛି କାହା ସାହାଯ୍ୟରେ? ନା ପାନକ୍ରିଆସରୁ ପାନକ୍ରିଆଟିକ୍ ଏନଜାଇମ୍ ସଂଗ୍ରହ କରି ଖାଦ୍ୟ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ, ଯେଉଁଟାକି ଶ୍ୱେତସାର ଜାତୀୟ ଖାଦ୍ୟକୁ ସୁଗରରେ ପରିଣତ କରେ। ଆଉ ପ୍ରୋଟିନ୍ ରିଚ୍ ଫୁଡ଼୍କୁ ବା ଯେଉଁ ଖାଦ୍ୟରେ କି ପ୍ରୋଟିନ୍ ପୁଷ୍ଟିସାର ଥାଏ ତାକୁ ଏମିନୋ ଏସିଡ୍ରେ ପରିଣତ କରେ ଏବଂ ଯେଉଁ ଖାଦ୍ୟରେ ଫ୍ୟାଟ୍ ଥାଏ, ଲିପିଡ୍ ଥାଏ, ତାହାକୁ କେଉଁଥିରେ ପରିଣତ କରେ? ନା ଫ୍ୟାଟି ଏସିଡ୍ ବା ଗ୍ଲିସେରଲ୍ରେ ପରିଣତ କରେ। ଏ ତିନିଟା ମୁଖ୍ୟ କାମ ହେଉଛି ଆମର ସ୍ମଲ୍ ଇଣ୍ଟେଷ୍ଟାଇନ୍ର। ହେଲା, ଏହାପରେ ଖାଦ୍ୟ କ'ଣ ହେଉଛି? ଆଉ ବଳକା ଗୁଡ଼ା ଖାଦ୍ୟ ଜଳୀୟ ପଦାର୍ଥ ଆମେ ଯାହା ପାଣି ବି ପିଉଛେ ଏସବୁ ବା ଜଳୀୟ ଖାଦ୍ୟ ଖାଉଛେ, ତାହା କ'ଣ କରୁଛି? ନା ଇଣ୍ଟେଷ୍ଟାଇନ୍ରେ ଏବଜର୍ଭ ହେଉଛି, ଯାହାକୁ ଆମେ ଅବଶୋଷିତ ହେଉଛି ବୋଲି ଆମେ ଯାହାକୁ କହୁଛେ। ଖାଦ୍ୟ ଜଳୀୟ ପଦାର୍ଥ ଏବଂ ମିନେରାଲ୍ ଖଣିଜ ଜାତୀୟ ପଦାର୍ଥ ମଧ୍ୟ କ'ଣ ହେଉଛି? ନା ସ୍ମଲ୍ ଇଣ୍ଟେଷ୍ଟାଇନ୍ରେ ଅବଶୋଷିତ ହେଉଛି। ବ୍ଲଡ୍ ଷ୍ଟ୍ରିମ୍ ସହିତ କ'ଣ ହେଉଛି? ଏବଜର୍ଭ ହେଉଛି। ବ୍ଲଡ୍ ଷ୍ଟ୍ରିମ୍ ବା ରକ୍ତ ପ୍ରବାହରେ ସ୍ମଲ୍ ଇଣ୍ଟେଷ୍ଟାଇନ୍ର ପ୍ରଭାବରେ କ'ଣ ହେଉଛି? ଅବଶୋଷିତ ହେଉଛି ଖାଦ୍ୟ, ନ୍ୟୁଟ୍ରିଏଣ୍ଟସ୍ ଏବଜର୍ପସନ୍ ହେଉଛି। ହେଲା, ତାପରେ ଆଉ ଗୋଟେ ବି ମୁଖ୍ୟ କାମ ହେଉଛି ନା ସ୍ମଲ୍ ଇଣ୍ଟେଷ୍ଟାଇନ୍ର ଯେଉଁ ମସ୍କୁଲାର ମୁଭମେଣ୍ଟ ଅଛି, ଏ ଯେଉଁ ସ୍ମଲ୍ ଇଣ୍ଟେଷ୍ଟାଇନ୍ର ମାଂସଳୀୟ ଯେଉଁ ଚଳପ୍ରଚଳ ହେଉଛି, ମୁଭମେଣ୍ଟ ହେଉଛି, ତା ଦ୍ୱାରା କ'ଣ ହେଉଛି? ପେରିଷ୍ଟାଲସିସ୍ ଆମେ ଯାହାକୁ କହୁଛେ, ସେଠି ମଧ୍ୟ ଖାଦ୍ୟର ଅବଶୋଷିତ ହେଉଛି। ଖାଦ୍ୟର ନ୍ୟୁଟ୍ରିଏଣ୍ଟସ୍ ଗୁଡ଼ାକ ଆବଜର୍ପସନ୍ ହେଉଛି କେଉଁଠିକି? ନା ବ୍ଲଡ୍ ଷ୍ଟ୍ରିମ୍, ଆମର ଯେଉଁ ଇଣ୍ଟେଷ୍ଟାଇନ୍ର ବ୍ଲଡ୍ ଷ୍ଟ୍ରିମ୍ ଅଛି ସେଥିରେ ଆବଜର୍ପସନ୍ ହେଉଛି। ତ ଏଠି ଯେଉଁ ଆମେ ତିନୋଟି ଦେଖିଲେ, ଗୋଟେ ହେଉଛି ଡୁଓଡେନିୟମ୍, ହେଲା, ଡୁଓଡେନିୟମ୍, ଆଉ ଗୋଟେ ହେଉଛି ଜେଜୁନମ୍ ଆଣ୍ଡ ଇଲିୟମ୍। ତ ଏଠି ଡୁଓଡେନିୟମ୍ର କାମ ହେଉଛି ଖାଦ୍ୟ ହଜମ ପ୍ରକ୍ରିୟାରେ ଭାଗ ନେଉଛି, ଖାଦ୍ୟ ହଜମ କରୁଛି, ଯାହାକି ପାନକ୍ରିଆସରୁ ପାନକ୍ରିଆଟିକ୍ ଏନଜାଇମ୍ ଗ୍ରହଣ କରି ଖାଦ୍ୟ ହଜମ ପ୍ରକ୍ରିୟାରେ ସାହାଯ୍ୟ କରୁଛି। ଏବଂ ଜେଜୁନମ୍ କ'ଣ କରୁଛି? ନା ନ୍ୟୁଟ୍ରିଏଣ୍ଟସ୍ ଆବଜର୍ପସନ୍,
ପୋଷଣ ଅବଶୋଷିତ ହେଉଛି ଜେଜୁନମ୍ ଦ୍ୱାରା ଏବଂ ଇଲିୟମ୍ ଦ୍ୱାରା ଭିଟାମିନ୍ B12 ଯାହାକୁ ଆମେ କହୁଛେ ସାୟାନୋକୋବାଲାମିନ୍ ସେ ମଧ୍ୟ ଆବଜର୍ଭେସନ୍ କରୁଛି। ବଳକା ପୋଷଣ ବା ବଳକା ନ୍ୟୁଟ୍ରିଏଣ୍ଟସ୍ ଆବଜର୍ଭେସନ୍ ହେଉଛି ଇଲିୟମ୍ ଦ୍ୱାରା ଏବଂ ଭିଟାମିନ୍ B12 ମଧ୍ୟ ବ୍ଲଡ଼ ଷ୍ଟ୍ରିମ୍ରେ ଆବଜର୍ଭେସନ୍ ହେଉଛି। ଜେଜୁନମ୍ ଦ୍ୱାରା କ'ଣ ହେଉଛି କେବଳ ପୋଷଣ ଅବଶୋଷିତ ହେଉଛି ଜେଜୁନମ୍ ଦ୍ୱାରା ଏବଂ ଡିଓଡେନିୟମ୍ ଦ୍ୱାରା କ'ଣ ହେଉଛି ପାନକ୍ରିଆସରୁ ପାନକ୍ରିଆଟିକ୍ ଏନ୍ଜାଇମ୍ ସଂଗ୍ରହ କରି ସେ ଖାଦ୍ୟ ହଜମ ପ୍ରକ୍ରିୟାରେ ସାହାଯ୍ୟ କରୁଛି ଏବଂ ଜେଜୁନମ୍ ଦ୍ୱାରା କ'ଣ ହେଉଛି ନା ଆମର ପୋଷଣ ଅବଶୋଷିତ ହେଉଛି ନ୍ୟୁଟ୍ରିଏଣ୍ଟସ୍ ଆବଜର୍ଭେସନ୍ ଆମେ ଯାହାକୁ କହୁଛେ ଏବଂ ଇଲିୟମ୍ ଦ୍ୱାରା ଭିଟାମିନ୍ B12 କ'ଣ ହେଉଛି ଆବଜର୍ଭେସନ୍ ହେଉଛି। ତ ଇଏ ହେଉଛି ଖାଦ୍ୟ ହଜମ ପ୍ରକ୍ରିୟା। ଆମେ ଫାଷ୍ଟ ପଢ଼ିଲେ ନା ସ୍ମଲ୍ ଇଣ୍ଟେଷ୍ଟାଇନ୍ ଦ୍ୱାରା ଶ୍ୱେତସାର ଖାଦ୍ୟ ବା କାର୍ବୋହାଇଡ୍ରେଟ୍ ଜାତୀୟ ଫୁଡ୍ ସୁଗରରେ ପରିଣତ ହେଉଛି। ପ୍ରୋଟିନ୍ ରିଚ୍ ଫୁଡ୍ ଗୁଡ଼ାକ ଏମିନୋ ଏସିଡ଼୍ରେ ପରିଣତ ହେଉଛି ଏବଂ ଫ୍ୟାଟ୍ ଜାତୀୟ ଖାଦ୍ୟ ଲିପିଡ୍ ଜାତୀୟ ଖାଦ୍ୟ କ'ଣ ହେଉଛି ଫ୍ୟାଟି ଏସିଡ୍ ବା ଗ୍ଲିସରଲ୍ରେ ପରିଣତ ହେଉଛି। ଏ ତିନୋଟି ଯାକ କାମ ସ୍ମଲ୍ ଇଣ୍ଟେଷ୍ଟାଇନ୍ର ହେଲା। ସେଥିରେ ତିନୋଟି ବି ପାର୍ଟ ଅଛି ସ୍ମଲ୍ ଇଣ୍ଟେଷ୍ଟାଇନ୍ରେ। ଗୋଟେ ହେଉଛି ଡିଓଡେନିୟମ୍, ଆଉ ଗୋଟେ ହେଉଛି ଜେଜୁନମ୍ ଆଣ୍ଡ ଇଲିୟମ୍। ଡିଓଡେନିୟମ୍ରେ ପାନକ୍ରିଆଟିକ୍ ଏନ୍ଜାଇମ୍ ସାହାଯ୍ୟରେ ଖାଦ୍ୟ ହଜମ ପ୍ରକ୍ରିୟା ସମ୍ପାଦନ ହେଉଛି ଏବଂ ଜେଜୁନମ୍ ଦ୍ୱାରା କ'ଣ ହେଉଛି ନ୍ୟୁଟ୍ରିଏଣ୍ଟସ୍ ଜାତୀୟ ଖାଦ୍ୟ ଆବଜର୍ଭେସନ୍ ହେଉଛି। ପୋଷଣ ଜାତୀୟ ଖାଦ୍ୟ ଆମେ ଯାହାକୁ କହୁଛେ ଓଡ଼ିଆରେ ଅବଶୋଷିତ ହେଉଛି ଏବଂ ଇଲିୟମ୍ର କାମ ହେଉଛି ନା ବଳକା ଯେତିକି ପୋଷଣ ଅବଶିଷ୍ଟ ହେଉଛି ତା ସହିତ ଭିଟାମିନ୍ B12 ମଧ୍ୟ ଅବଶିଷ୍ଟ ହେଉଛି ଏବଂ ସ୍ମଲ୍ ଇଣ୍ଟେଷ୍ଟାଇନ୍ରେ ଆହୁରି ବି କାମ ହେଉଛି ନା ଯେତିକି ଜଳୀୟ ପଦାର୍ଥ ବା ଆମର ମିନେରାଲ୍ ଯାହାକୁ କୁହାହେଉଛି ଖଣିଜ ପଦାର୍ଥ ଏସବୁ ମଧ୍ୟ କ'ଣ ହେଉଛି ଆବଜର୍ଭେସନ୍ ହେଉଛି ହେଲା, ଅବଶୋଷିତ ହେଉଛି ସ୍ମଲ୍ ଇଣ୍ଟେଷ୍ଟାଇନ୍ରେ ଏବଂ ତା ସହିତ ମଧ୍ୟ ରକ୍ତରେ ମିଶୁଛି। ଏ ହେଉଛି ହଜମ ପ୍ରକ୍ରିୟା।